सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। षष्ठ स्कंधर अवशिष्ट अंशरे वृत्रासुरर उत्पत्ति और बध, तार पूर्व जन्म वृत्तांत और मरुद्गणों जन्म कथा वर्णित होईछि। सप्तमरे अछि दैत्यराज हिरण्यकशिपु और तांक पुत्र महात्मा प्रह्लादଙ୍କ कथा। अष्टम स्कंधरे मन्वंतर कथा, गजेन्द्र मुख्यण, कूर्म मत्स्यादि अवतार और सागर मंथन तथा देवासुर युद्ध आदि वर्णना करा जायछि। नवम स्कंधरे मुख्य राजवंश गुड़िकर वर्णना अछि। एही सूत्ररे सूर्यवंशर श्रीरामचंद्रଙ୍କ सर्वापहारी चरित उपस्थापित होईछि। वंशरे उत्पत्ति भृगुर जमत कृसुत तासुत परशुराम ख्यात तप करणे अति श्रेष्ठ क्षत्रिय वृत्तिरे गरिष्ठ। माता दुहिता चरु भ्रम ऋषि जन्म क्षत्रियंसेन क्षत्रियाचार ऋषि होई एणु से क्षत्रिय बोलाई। सहस्रार्जुन जे राजन बळे नेला तांक गोधन जमदग्निर शिर छेदी शुणिण परशुराम क्रोधी। विष्णुଙ୍କୁ ध्यान से हो काले विष्णु जे प्रसन्न होइले से नारायण ज्योति भावे पशिले परशुराम गर्भे सहस्रार्जुनଙ୍କର वंश सबले कले से विनाश पृथ्वी कविंश वार छेदिले क्षत्रियଙ୍କ शिर। पृथ्वीरे क्षत्रि से सकले दुष्टं कंस न रखिले सोम वंशरे से जन्म राजार पुरुर नाम से पुणी उर्वशी संगते विह्वल होइले जेमन्ते ए आदि जेते गुण तार पृथ्वीरे कानृपवर। आयु राजार जेते गुण नहुष जाति जे पूर्ण दुष्यंत राजार विधान शकुन्तलार उपाख्यान भरत राजार चरित शान्तनु जेमन्त विदित भीष्मर महिमा जेमन्ते विवाह नहे पितार्थे। चित्रांगद विचित्र वीर्य जन्म शान्तनु तनुज एमाने अपुत्रिके नाश तहु अइले वेद व्यास पुत्र पूजाइले भावे माता वचने अनुरागे धृतराष्ट्र पंडु विदुर ए तिनि व्यासंक कुमार। कौरव पांडव जे होई सते पंच भ्रात जन्माई एहांक संतति जे पूर्ण परीक्षित आदि जन्म कଳି जगरे वंशरे जेते होइले नृपवरे भूत भविष्य वर्तमान होइले जेते कराजन। सहस्रे बरस भितरे ए सर्वे हेले नृपवरे एथु अंतरे बे शुण जदु वंशर जे प्रमाण जजाति पुत्र जदु ज्येष्ठ अष्टादश जादवे श्रेष्ठ ताहांक जेते क वर्णना
ଏ ଆଦି ଶୁଣିଅଛ ସିନା। ଯଜାତି ଦ୍ୱିତୀୟ ଯେ ପୁତ୍ର କୁରୁ ବଂଶର ଯେ ଚରିତ ପୂର୍ବ ସୁବଂଶେ ଯେ ତେଜନ ପଶ୍ଚିମେ ହୋଇ ଉତ୍ତପନ୍ନ ଚତୁର୍ଥ ପୁତ୍ର ଯେ ଦ୍ରୁହୁଜ ତା ବଂଶେ ଜନମ ଯେ ଭୋଜ ପଞ୍ଚମ ପୁତ୍ର ନାମ ଅନୁ ତା ବଂଶେ ଯେ ତେ ରାଜା ତନୁ ସେ ଯଦୁ ଚାରି ପୁତ୍ରେ ଶ୍ରେଷ୍ଠ ଶତଜିତ ନାମ ବିଶିଷ୍ଟ ତା ବଂଶେ ସହସ୍ର ଅର୍ଜୁନ ତାକୁ ମାଇଲେ ପରଶୁରାମ। ଦ୍ୱିତୀୟ ପୁତ୍ର ଯେ ପୟୋଦ ତା ବଂଶେ ଜାତ ଜରାସନ୍ଧ ତୃତୀୟ ପୁତ୍ର କୃଷ୍ଟି ନାମ ସେ ବୃଷ୍ଣି ବଂଶେ ବିଦ୍ୟମାନ। ସୁରସେନ ବସୁଦେବାଦି ଏମାନ କହିଛି ସମ୍ପାଦି ଚତୁର୍ଥ ପୁତ୍ର ନଳ ନାମ ତା ବଂଶେ ପଣ୍ଡୁ ବିଦ୍ୟମାନ ଏ ବଂଶେ ଜନ୍ମିଲେ ଅନ୍ଧକ ଭୋଜ ଯେ ଉଗ୍ର ସେନାଧିକ ବୃଷ୍ଣି ବଂଶରେ ତହି ପୂର୍ଣ୍ଣ ସୁରସେନାଦି ଯେ ରାଜନ ତା ସାତ କନ୍ୟା ଦଶ ସୁତ ତହି ଜ୍ୟେଷ୍ଠ ବସୁଦେବତ ତାହାର ଅଷ୍ଟାଦଶ ନାରୀ ରୋହିଣୀ ଭଦ୍ରାଦି ଘରୀ। ଏ ମଧ୍ୟ ରୋହିଣୀ ଗର୍ଭରେ ଦୁହିତା ଅଷ୍ଟପୁତ୍ର ହେଲେ ଜ୍ୟେଷ୍ଠ ଯେ ବଳଭଦ୍ର ହୋଇ ଦୁହିତା ସୁଭଦ୍ରା ବୋଲାଇ ଆଉ ସେ ଯେତେ ସ୍ତ୍ରୀ ମାନ ଜାତ ବେନି ବେନି ନନ୍ଦନ ଦେବକୀ ଷଡ଼ ପୁତ୍ର ପୁଣ କଂସ ତା କଚାଡ଼େ ଶିଳେଣ ସପ୍ତମ ଗର୍ଭେ ବଳଦେବ ଯୋଗ ମାୟାରେ ଗର୍ଭସ୍ରାବ ରୋହିଣୀ ଗର୍ଭରେ ପଶିଲେ ଗୋପରେ ଜନମ ହୋଇଲେ ଅଷ୍ଟମ ଗର୍ଭେ ବିଷ୍ଣୁ ଜାତ ଯେ କୃଷ୍ଣ ବୈକୁଣ୍ଠନାଥ କୃଷ୍ଣ ଅବତାର ହୋଇଲେ ନବମେ ହେମନ୍ତ କହିଲେ 24 ଅଧ୍ୟାୟରେ ସମ୍ପୂର୍ଣ୍ଣ ବଂଶାନୁଚରିତ ଆଖ୍ୟାନ ଦଶମ ସ୍କନ୍ଧେ କୃଷ୍ଣ ରସ ଶୁଣିଲେ ନଥାଇ କଳୁଷ ସୁକ ପରୀକ୍ଷେ କହେ ଏହା ଶୁଣ ରାଜନ ପୁଣ୍ୟ ଦେହା ଆଦ୍ୟ ବସୁଦେବ ବିବାହ କଂସ ଯେ ଦେବକୀ ନିଗ୍ରହ ଆକାଶବାଣୀ ଶୁଣି ରୋଷେ ମାରନ୍ତେ ବସୁଦେବ ତ୍ରାସେ ସତ୍ୟ ଯେ ବସୁଦେବ କଲା ବାଳକ ଦେବ ହିଁ ବୋଇଲା ପୃଥିବୀ ଦେବଗଣ ଆଦି ବ୍ରହ୍ମା ଶଙ୍କର ବ୍ରହ୍ମବାଦୀ ବିଷ୍ଣୁଙ୍କୁ କ୍ଷୀରାର୍ଣ୍ଣବତୀରେ ଗୁହାରି କଲେ ସ୍ତୁତି ଭରେ ସେ ବିଷ୍ଣୁ ସର୍ବ ଅନ୍ତର୍ଯ୍ୟାମୀ କହେ ଆକାଶ ଶୂନ୍ୟବାଣୀ ହେ ଦେବେ ଭୟ ଅପହର ନାସିବୁ ପୃଥିବୀର ଭାର କୃଷ୍ଣ ଅବତାର ହୋଇବୁ ନିଶ୍ଚୟ ଅସୁର ନାସିବୁ ଗୋପରେ ଗୋପାଳଙ୍କ ମେଳେ ଜାତ ହୋଇବୁ ମହି ତଳେ ହେମନ୍ତେ ଦେବକୀ 6 ପୁତ୍ର କଂସ ଯେ ମାଇଲା ନିୟତ ଯୋଗ ମାୟାଙ୍କୁ ବିଷ୍ଣୁରାଇ ମଞ୍ଚରେ ଜନ୍ମ ହୁଅ ଯାଇ ଦେବକୀ ସପ୍ତମ ଗର୍ଭର ବଳଦେବଙ୍କୁ ତହୁଁ ହର ରୋହିଣୀ ଗର୍ଭେ ଥୁଅ ନେଇ ଅଷ୍ଟମେ ମୁହିଁ ଜନ୍ମିବଇ ତୁ ଜାତ ଯଶୋଦା ଗର୍ଭରେ ହେମନ୍ତ ଯୋଗ ମାୟା କଲେ ହେମନ୍ତେ ପ୍ରସନ୍ନ ହୋଇଲେ ଜାଣି ବ୍ରହ୍ମା ଦେବେ ପୂଜିଲେ ଗର୍ଭକୁ କଲେ ବହୁ ସ୍ତୁତି ଏ ଅନ୍ତେ କୃଷ୍ଣ ଜନ୍ମ ହୁନ୍ତି ବସୁଦେବ ଯେ ସ୍ତୁତି କଲେ ତାଙ୍କୁ ଶ୍ରୀକୃଷ୍ଣ ଆଜ୍ଞା ଦେଲେ ତା 3 ଜନ୍ମର ବାରତା କହିଲେ ସର୍ବଭୂତ ଜ୍ଞାତା ଦେବକୀ ବସୁଦେବ ସ୍ତୁତି ଶ୍ରୀକୃଷ୍ଣ ସନ୍ତୋଷ ହୁଅନ୍ତି କୃଷ୍ଣଙ୍କୁ ବସୁଦେବ ନେଇ ଗୋପରେ ଛାଡ଼ିଣ ଆସଇ ନନ୍ଦର ଘରୁ କନ୍ୟା ଆଣି କଂସ ନିକଟେ ଦେଲା ପୁଣି ସେ କନ୍ୟା କଂସ କଚାଡ଼ନ୍ତେ ହସ୍ତରୁ ଗଲା ଶୂନ୍ୟ ପଥେ କଂସକୁ କହିଣ କପଟ ତା ଶୁଣି କଂସ ଯେ ଉଚ୍ଚାଟ କୃଷ୍ଣ ପ୍ରବେଶ ନନ୍ଦ ଘରେ ଉତ୍ସବ କଲେ ଗୋପପୁରେ।